ମୁଁ ବି ସାଗରକୁ ଭଲ ପାଇ ଭୁଲ କରିଛି ବାବା। ଆଜି ମୁଁ ବୁଝୁଛି ଭଲ ପାଇବା ଭୁଲ, ପ୍ରେମ କରିବା ପାପ, ଖାଲି ପାପ ନୁହଁ ମହାପାପ। ଆଜି ମୁଁ ନିଜ ଭଳି ଆପଣଙ୍କ ଇଚ୍ଛା ବିରୁଦ୍ଧରେ ବୁଡ଼ିଛନ୍ତି ଆକାଶରୁ ବହୁତ ଠିକ ସେଇଆ ହେଇଛି ବାବା। ନା ମୁଁ ଏବେ ମୋ ବାବାଙ୍କର ଝିଅ, ନା ମୁଁ ଏବେ ମୋ ସ୍ୱାମୀଙ୍କର ସ୍ତ୍ରୀ। ମୁଁ କେବେ ଭାବିନଥିଲି ବାବା ମୋ ଜୀବନ ଚଲା ବାଟରେ ଏମିତି ଗୋଟେ ଛକ ଆସିବ, ଯୋଉ ଛକରେ ଠିଆ ହେଇ ଆଜ୍ଞା କାହିଁକି ନାହିଁ ଅଛି, ରହିବ ମଧ୍ୟ। କାହିଁକି ନା ଏଇଟା ସ୍ୱତନ୍ତ୍ର ଗୋଟେ ବ୍ରାଣ୍ଡ, ତୁଳସୀ ପାର୍ଟି ବ୍ରାଣ୍ଡ ଉପାଧି ପାଇଥିଲା ଏଇଠି ଖଣ୍ଡଗିରି। ତ ସ୍ପେଶାଲ ତାଙ୍କ ପାଇଁ ତୁଳସୀ ପାଇଁ ସ୍ୱତନ୍ତ୍ର ଲୋକ ଅଛନ୍ତି ଦର୍ଶକ। ବହୁତ ଖୁସି ଲାଗୁଛି ଆଉ ବହୁତ ଡର ବି ଲାଗୁଛି। ଏତେ ସାରା ଲୋକଙ୍କୁ ଦେଖିଲେ ଅବଶ୍ୟ ଡର ତ ଲାଗିବ। ଆପଣ ଯାତ୍ରାରେ ଆପଣଙ୍କ ସ୍ୱାମୀକୁ ଅନ୍ୟ କରିକି କେତେବେଳେ ତାଙ୍କୁ ପାରାଲିସିସ୍ କରିଦଉଛନ୍ତି, କେତେବେଳେ ତାଙ୍କୁ ଏସିଡ୍ ପକେଇଦଉଛନ୍ତି। କେମିତି ଆପଣ ସେ ଜିନିଷଟା ମାନେ କଣ ଶୁଣନ୍ତୁ ଆଜ୍ଞା, ମୁଁ ଜଣକୁ ମୋ ଘର ଛାଡ଼ିକି ଜଣକୁ ଭଲ ପାଇଛି। ତ ମୁଁ ମୋ ଆବସେଣ୍ଟରେ ଏସବୁ ମତେ ଦେଖାଯାଉଛି। ମୋ ବାବା ମତେ ଦେଖାଉଛନ୍ତି ସେ ଅନ୍ୟ ଗୋଟେ ଝିଅକୁ ବାହା ହେଇଯାଉଛି, ଅନ୍ୟ ଗୋଟେ ଝିଅ ସହିତ ରିଲେସନସିପରେ ଅଛି। ତ ଗୋଟେ ସ୍ତ୍ରୀ କେମିତି ସହିପାରିବ? ଏଇଟା ଗୋଟେ ୟୁନିକ୍ ଜିନିଷ ହେଇଛି। ବହୁତ ବଢିଆ ଲାଗୁଛି। ଦର୍ଶକ ତମର ଭଗବାନ, ସେମାନେ ସବୁବେଳେ କୁହନ୍ତି ଯେତେବେଳେ ଷ୍ଟେଜରେ କାମ କଲା ବେଳେ ସବୁବେଳେ କୁହନ୍ତି ଯେ ଅଶ୍ୱିନୀ ସୋନାଲ ଜୋରଟା ବହୁତ ଭଲ ଲାଗେ। ଯେତେବେଳେ କୁହନ୍ତି ବହୁତ ଖୁସି ଲାଗେ। ଆମ କାର୍ଯ୍ୟ ତ ସେସବୁ କିଛି ନାହିଁ, ଆପଣ ତ ଦେଖିପାରୁଥିବେ। ମୁଁ ଦି ଜଣଙ୍କ ସହିତ ଅଶ୍ୱିନୀ ସହିତ କାମ କରିବାକୁ ମତେ ଭଲ ଲାଗେ, ବିନୁ ସାର୍ ସହିତ କାମ କରିବାକୁ ମତେ ବହୁତ ଭଲ ଲାଗେ। ଶୁଣନ୍ତୁ ଆଜ୍ଞା, ଅଫର ତ ସିରିଏଲ୍ କରିବା ପାଇଁ, ଆଲବମ୍ କରିବା ପାଇଁ ଆସିଛି। ତ ମୁଁ ଯେହେତୁ ଯାତ୍ରା ରାତି ଅନିଦ୍ରା ହେଉଛି, ମୁଁ ଟାଇମ୍ ଦେଇପାରିବି ଆପଣଙ୍କୁ? ଟାଇମ୍ ଦେଇପାରୁନି, ମନା କରିଦିଏ। ବହୁତ ଖୁସି ଲାଗେ। ଗଡ୍ ବ୍ଲେସ୍। ନାଇଁ ଆଜ୍ଞା, ମୁଁ ସେସବୁ ଲାଇନରେ ଯିବାକୁ ଚାହେଁନି। ଯାତ୍ରା ମୋ ପାଇଁ ବେଷ୍ଟ। ମୁଁ ବି ସାଗରକୁ ଭଲ ପାଇ ଭୁଲ କରିଛି ବାବା। ଆଜି ମୁଁ ବୁଝୁଛି ଭଲ ପାଇବା ଭୁଲ, ପ୍ରେମ କରିବା ପାପ, ଖାଲି ପାପ ନୁହଁ ମହାପାପ। ଆଜି ମୁଁ ନିଜ ମୋଡେ ସ୍ୱୀକାର କରୁଛି ବାବା, ଆପଣଙ୍କ ଇଚ୍ଛା ବିରୁଦ୍ଧରେ ବାବା। ମୂଳ ଲଟେରୁ ସୂତା ଛିଡିଗଲା ପରେ ବୁଢୀ ଯେମିତି ଆକାଶର ହୁଏନି କି ପୃଥିବୀର ହୁଏନି, ମୋ ଅବସ୍ଥା ଠିକ ସେଇଆ ହେଇଛି ବାବା। ନା ମୁଁ ଏବେ ମୋ ବାବାଙ୍କର ଝିଅ, ନା ମୁଁ ଏବେ ମୋ ସ୍ୱାମୀଙ୍କର ସ୍ତ୍ରୀ। ମୁଁ କେବେ ଭାବିନଥିଲି ବାବା ମୋ ଜୀବନ ଚଲା ବାଟରେ ଏମିତି ଗୋଟେ ଛକ ଆସିବ, ଯୋଉ ଛକରେ ଠିଆ ହେଇ ଆମର ତ ଇଏ ତ କଳାକାର, ଏଇଟା ଦାନା ପାଣିର କଥା। କିଏ କୋଉଠି ଚାକିରି କରିବ ସେଟା ତାଙ୍କ ଉପରେ, ଏଇଟା ପର୍ସନାଲ ମ୍ୟାଟର, ଏଇଟା ମୁଁ କହିପାରିବିନି। କିନ୍ତୁ ଆମର ତ ହାଉସଫୁଲ୍। ତୁଳସୀ ମୁଁ କହିବି ଦର୍ଶକଙ୍କର ଦେବତା, ମୁଁ ସମସ୍ତଙ୍କୁ କହୁଛି ଭଗବାନ ଭଲ ରଖନ୍ତୁ। ଆମକୁ ଏମିତି ଭଲ ପାଇବା ଦିଅନ୍ତୁ, ଗାଳି ହଉ ବା ଗାଳି, ତାଙ୍କ ଗାଳି ଆମ ପାଇଁ ଆସିବା।
10 ବର୍ଷ। ଦର୍ଶକ ବହୁତ ଭଲ ପାଇବା ଏ ବର୍ଷ ଜହ୍ନରାତିରେ ଧଡ଼ ଭଲ ପାଇବା ନ ରହିଲେ ଅଭିନୟ କରିହେବ କି? ଭଲ ପାଇବା ରହିଛି, ଗାଳି ଦଉଛନ୍ତି, କାନ୍ଦୁଛନ୍ତି ବି। ଖୁସି ହେବେ ନା ଦୁଃଖ ହେବେ? ବିଲକୁଲ ଦୁଃଖ କରିବାର ନାହିଁ, ଖୁସି ହେବି। ଦୁଃଖ କରିବାର ଏଇଥିରେ କଣ ଅଛି? ମାନେ ରିୟଲିଷ୍ଟିକ ଆକ୍ଟିଂ କରି ଖୁସି ହେବେ। ମୁଁ ବି ସାଗରକୁ ଭଲ ପାଇ ଭୁଲ କରିଛି ବାବା। ଆଜି ମୁଁ ବୁଝୁଛି, ଭଲ ପାଇବା ଭୁଲ, ପ୍ରେମ କରିବା ପାପ। ଖାଲି ପାପ ନୁହଁ, ମହାପାପ। ଆଜି ମୁଁ ନିଜ ମୋର ସ୍ୱୀକାର କରୁଛି ବାବା। ଆପଣଙ୍କ ଇଚ୍ଛା ବିରୁଦ୍ଧରେ ବାହାରି ମୁଁ ବହୁତ ଭୁଲ କରିଛି ବାବା। ମୂଳ ଲଟେରୁ ସୂତା ଛିଡ଼ିଗଲା ପରେ ବୁଢ଼ୀ ଯେମିତି ଆକାଶର ହୁଏନି କି ପୃଥିବୀର ହୁଏନି, ମୋ ଅବସ୍ଥା ଠିକ ସେଇଆ ହେଇଛି ବାବା। ନା ମୁଁ ଏବେ ମୋ ବାବାଙ୍କର ଝିଅ, ନା ମୁଁ ଏବେ ମୋ ସ୍ୱାମୀଙ୍କର ସ୍ତ୍ରୀ। ମୁଁ କେବେ ଭାବିନଥିଲି ବାବା ମୋ ଜୀବନ ଚଲା ବାଟରେ ଏମିତି ଗୋଟେ ଛକ ଆସିବ, ଯୋଉ ଛକରେ ଠିଆ ହେଇ ମୁଁ ଆଜି ଦୁଃଖ କରେଇବି। କୁହନ୍ତି ଯେ ଆମର ତ ଇଏ ତ କଳାକାର, ଏଇଟା ଦାନା ପାଣିର କଥା। କିଏ କୋଉଠି ଚାକିରି କରିବ ସେଟା ତାଙ୍କ ଉପରେ, ଏଇଟା ପର୍ସନାଲ ମ୍ୟାଟର, ଏଇଟା ମୁଁ କହିପାରିବିନି। କିନ୍ତୁ ଆମର ତ ହାଉସଫୁଲ। ତୁଳସୀ ସବୁବେଳେ ତୁଳସୀ। ମୁଁ କହିପାରିବି ଦର୍ଶକ ମୋର ଦେବତା, ମୁଁ ସମସ୍ତଙ୍କୁ କହୁଛି ଭଗବାନ ଭଲ ରଖ। ଆମକୁ ଏମିତି ଭଲ ପାଇବା ଦିଅନ୍ତୁ, ଗାଳି ହଉ ବା ଗାଳି, ତାଙ୍କ ଗାଳି ଗାଳି ଆମ ପାଇଁ ଆସିବା। 10 ବର୍ଷ। ଦର୍ଶକ ବହୁତ ଭଲ ପାଇବା ଏ ବର୍ଷ ଜହ୍ନରାତିରେ ଧଡ଼ ଭଲ ପାଇବା ନ ରହିଲେ ଅଭିନୟ କରିହେବ କି? ଭଲ ପାଇବା ରହିଛି, ଗାଳି ଦଉଛନ୍ତି, କାନ୍ଦୁଛନ୍ତି ବି। ଖୁସି ହେବେ ନା ଦୁଃଖ ହେବେ? ବିଲକୁଲ ଦୁଃଖ କରିବାର ନାହିଁ, ଖୁସି ହେବି। ଦୁଃଖ କରିବାର ଏଇଥିରେ କଣ ଅଛି? ମାନେ ରିୟଲିଷ୍ଟିକ ଆକ୍ଟିଂ କରି ଖୁସି ହେବେ।